ସାହାଯ୍ୟର ସୁଫଳ ବେଶୀ ଦିନର କଥା ନୁହେଁ। ସେତେବେଳେ ବଙ୍ଗଳାରେ ଅକାଳ ମରୁଡ଼ି ପଡ଼ିଥାଏ। ଲୋକେ ଭୋକରେ ଆଉଟୁ ପାଉଟୁ ହୋଇ ଏଣେ ତେଣେ ଭିକ ମାଗୁଥାନ୍ତି। ଚାରିଆଡ଼ ଖାଲି ହାହାକାରରେ ପୂର୍ଣ୍ଣ। ସେହି ସମୟରେ ଦିନେ ପଣ୍ଡିତ ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବର୍ଦ୍ଧମାନ ସହରରେ ଏକ ବଜାର ଆଡ଼କୁ ଯାଉଥାନ୍ତି। ସାମ୍ନାରେ ଦେଖିଲେ ଗୋଟିଏ ବାଳକ ଚିରା କନା ପିନ୍ଧି ତାଙ୍କରି ଆଡ଼କୁ ଚାଲି ଚାଲି ଆସୁଛି। ନ ଖାଇ ନ ପିଇ ସେ ରୋଗିଣା ଦେଖାଯାଉଛି। ପାଖକୁ ଆସି ବିଦ୍ୟାସାଗରଙ୍କୁ ହାତ ଯୋଡ଼ି କହିଲା, ବାବୁ, ମୋତେ ପଇସାଟିଏ ଦିଅନ୍ତୁ। ବଡ଼ ଧର୍ମ ହେବ ଆପଣଙ୍କର। ମୁଁ ଆଉ ମା ଦୁହେଁ ଭୋକରେ ଅଛୁ। ଯଦି ମୁଁ ତୋତେ 4 ପଇସା ଦେବି ତେବେ ତୁ କ'ଣ କରିବୁ? ବିଦ୍ୟାସାଗର ପିଲାଟିକୁ ଚାହିଁ କହିଲେ। ବାଳକଟି ଉତ୍ତର ଦେଲା, 2 ପଇସାରେ କିଛି କିଣି ଖାଇବି, ଆଉ 2 ପଇସା ମାଆକୁ ଦେଇଦେବି। ଆଚ୍ଛା, ତୋତେ ଯଦି 2 ଅଣା ଦିଆଯିବ? ବିଦ୍ୟାସାଗର ପିଲାଟିକୁ ପଚାରିଲେ। ବାଳକଟି ଭାବିଲା ବାବୁ ତାକୁ ଥଟ୍ଟା କରୁଛନ୍ତି। କିଛି ନ କହି ବଡ଼ କରୁଣ ଚାହାଣୀରେ ତାଙ୍କୁ ଚାହିଁଲା। ବିଦ୍ୟାସାଗର ଆଗେଇ ଯାଇ ପିଲାଟିର ହାତ ଧରି ପକାଇଲେ। ଖୁବ୍ ଆଦରରେ କହିଲେ, ଯଦି ପ୍ରକୃତରେ ତୋତେ 4 ଅଣା ଦେଇଦେବି ତେବେ ତୁ କ'ଣ କରିବୁ? 4 ଅଣା? ବଡ଼ ଚକିତ ଚାହାଣୀରେ ପିଲାଟି ତାଙ୍କୁ ଚାହିଁଲା। କିଛି କ୍ଷଣ ପରେ ପୁଣି କ'ଣ ଭାବି କହିଲା, ତାହେଲେ ତ ଆମର ବିପଦ ଘୁଞ୍ଚିଯିବ ବାବୁ। 2 ଅଣାରେ ଖାଇବା ଜିନିଷ ନେବି, 2 ଅଣାର ଆମ୍ବ କିଣି ବିକିବି, ସେଥିରେ ମୋର କିଛି ଲାଭ ବାହାରି ପଡ଼ିବ। ବିଦ୍ୟାସାଗର ତାକୁ 1 ଟଙ୍କା ଦେଲେ। ପିଲାଟିର ଖୁସି କହିଲେ ନ ସରେ। ସେ ତା ଜୀବନରେ ସେ ପର୍ଯ୍ୟନ୍ତ କେବେ ହେଲେ ଟଙ୍କାଟିଏ ଦେଖିନଥିଲା। ସେ ସମୟରେ 1 ଟଙ୍କାର ମଧ୍ୟ ମୂଲ୍ୟ କିଛି କମ୍ ନଥିଲା। ଟଙ୍କାକରେ ଅନେକ ଜିନିଷ ମିଳୁଥିଲା। ଏମିତି କେତେ ବର୍ଷ ବିତିଗଲା। ବିଦ୍ୟାସାଗର ଏ ଘଟଣାକୁ ଭୁଲିଗଲେ। ପୁଣି ଥରେ ବର୍ଦ୍ଧମାନ ଯିବା ପାଇଁ ସୁଯୋଗ ମିଳିଲା। ବଜାରରେ 2-3 ଜଣ ବନ୍ଧୁକ ସାଥିରେ ଯାଉଥାନ୍ତି। ଠିକ୍ ସେତିକି ବେଳେ ଜଣେ ଯୁବକ ଆସି ତାଙ୍କୁ ପ୍ରଣାମ ଜଣାଇଲା। ତାପରେ ତାଙ୍କୁ ତା ନିଜ ଦୋକାନ ଭିତରକୁ ଯିବା ପାଇଁ ଖୁବ୍ ଅନୁରୋଧ କଲା। ବିଦ୍ୟାସାଗର ଯୁବକଟିକୁ ଚାହିଁଲେ ମଧ୍ୟ ଚିହ୍ନି ପାରିଲେ ନାହିଁ। ଯୁବକଟିର ଆଖି ଦୁଇଟି ଲୁହରେ ଭରି ଆସିଲା। ସେ ତାଙ୍କୁ ଏଇ ସହରରେ କେତେ ବର୍ଷ ତଳେ 1 ଟଙ୍କା ଦେବା ଘଟଣା ମନେ ପକାଇ ଦେଲା। କହିଲା, ବାବୁ, ଆପଣଙ୍କର ସେଇ ଟଙ୍କାରେ ମୁଁ ଫଳ କିଣି ବୁଲି ବୁଲି ବିକ୍ରି କଲି। ପରିଶ୍ରମ କରି ଧୀରେ ଧୀରେ ମୁଁ କିଛି ଟଙ୍କା ମଧ୍ୟ ଜମା କଲି। ପାଖରେ କିଛି ଟଙ୍କା ହୋଇଯିବା ପରେ ଭାବିଲି କେଉଁଠି ଗୋଟିଏ ଜାଗାରେ ଦୋକାନ ଖୋଲିବି। ସେଇ ଟଙ୍କାରେ ମୁଁ ଏବେ ଦୋକାନଟିଏ କରିଛି। ଏହା ହେଉଛି ଆପଣଙ୍କ ସାହାଯ୍ୟର ଫଳ। ସେଦିନର ଗରିବ ପିଲାଟିକୁ ଗୋଟିଏ ଦୋକାନର ମାଲିକ ରୂପେ ଦେଖି ବିଦ୍ୟାସାଗରଙ୍କ ମନ ଖୁସି ଆନନ୍ଦରେ ଭରିଗଲା। ତା ପିଠିକୁ ବାରମ୍ବାର ସେ ଥାପୁଡ଼ାଇ ତାକୁ ଧନ୍ୟବାଦ ଦେଲେ। ଯୁବକଟି ତାଙ୍କୁ ଦୋକାନ ଭିତରକୁ ଯିବା ପାଇଁ ଡାକିନେଲା। ସେଦିନ ତାର ସୌଭାଗ୍ୟର ଦିନ। ବିଦ୍ୟାସାଗର ମଧ୍ୟ ସେଠାକୁ ଗଲେ। ସେ ଚାହୁଁଥିଲେ ଯୁବକଟି କେମିତି ଉତ୍ସାହିତ ହୋଇ ଆଗକୁ ଆହୁରି ଉନ୍ନତି କରୁ। କାହାର ସାହାଯ୍ୟ ଓ ସହାନୁଭୂତିକୁ ଉପଯୁକ୍ତ ଭାବରେ କାମରେ ଲଗାଇଲେ ସେଥିରୁ ଉତ୍ତମ ଫଳ ମିଳେ। ଆଚ୍ଛା ପିଲାମାନେ, ଏହି କାହାଣୀଟିକୁ
ପଢ଼ିବା ଏବଂ ଶୁଣି ସାରିବା ପରେ ଏଥିରୁ ଆମେ କି ଶିକ୍ଷା ଲାଭ କଲେ? ଦୁଃଖ ବିପଦ ସମୟରେ କାହାରିକୁ ଥଟ୍ଟା ଉପହାସ ନ କରି ପାରିବା ଯଦି ସକ୍ଷମ ହିସାବରେ କିଛି ସାହାଯ୍ୟ କରିବାକୁ ଉଦ୍ୟମ କରିବା। ହଁ, ଯେଉଁ ବ୍ୟକ୍ତି ଆମର ଦୁଃଖ କଷ୍ଟ ସମୟରେ ସାହାଯ୍ୟର ହାତ ବଢ଼ାଇଥିଲେ ତାକୁ ପଛେ କିଛି ନ ଦେଇପାରିବା, କିନ୍ତୁ ଏହି ବାଳକଟି ପରି ସମ୍ମାନରୁ କେବେ ଊଣା କରିବା ନାହିଁ। ବଚନରେ ମଣିଷ ଦରିଦ୍ର ହୁଏ ନାହିଁ, ବରଂ ମଣିଷର ମାନ ମହତ ବୃଦ୍ଧି ପାଏ।